ବାଡ଼ିକି ଯାଇଥିଲି ଦେଖିଲି କିଛି ଆମ୍ବ ଗଳିକି ଅଛି, କଞ୍ଚା ଆମ୍ବ। ଭାବିଲି ଏ ବର୍ଷ ତ ବେଶୀ ଆମ୍ବ ଆସିନି, ବେଶୀ ତ ଆମ୍ବ ଆସିନି, କ'ଣ କରିବି, ଅଳ୍ପ ଆମ୍ବ ଆସିଛି। ସେଥିପାଇଁ ଭାବିଲି ଗୋଟେ ଆମ୍ବ ସରା କରିବି। ଆମ୍ବ ସରା କରିବାକୁ ଇଚ୍ଛା ହେଉଥିଲା ଖାଇବା ପାଇଁ। ତାକୁ କ'ଣ କଲି ନା, ବାଡ଼ିରୁ କିଛି କଞ୍ଚା ଆମ୍ବ ଆଣି ଚୋପା ଚାଞ୍ଚି ତାକୁ ଲୁଣ ଦେଇ ଟିକେ ପାଣି ଦେଇ ବାମ୍ଫେଇ ଦେଲି। ବାମ୍ଫେଇ ଦେଲା ପରେ ତାକୁ ଆଡ଼େଇ ଅଳ୍ପ ଅଂଶରେ ଚିନି ବା ମିଠା ଅନୁସାରେ ଚିନି, ସ୍ୱାଦ ଅନୁସାରେ ଚିନି ଦେଇ କ'ଣ କଲି, ତାକୁ ଗ୍ରାଇଣ୍ଡର କରିଦେଲି। ଗ୍ରାଇଣ୍ଡର କରିଦେଇକି ଗୋଟେ ଥାଳି ଆଣିଲି। ସେ ଥାଳି ଦେହରେ କିଛି ତେଲ ବୋଳିଲି। ତେଲ ବୋଳିଲା ପରେ ତାକୁ ସଜାଡ଼ିଦେଲି ଲିପିଲା ପରିକା। ତାକୁ ନେଇ ଖରାରେ ଶୁଖେଇବି। ଆଉ ଶୁଖି ସାରିଲା ପରେ, ଆଜି ସେଇଟା କରିଛି, କାଲିକି ପ୍ରସ୍ତୁତ ହୋଇଯିବ। ଶୁଖି ସାରିଲା ପରେ ତାକୁ କ'ଣ କରିବି ନା, ଚୁନ ଚୁନ କରି କାଟିବି। ଛୋଟ ଛୋଟ ପିସ୍ ହେଲା ପରେ ତାକୁ କାଜୁ ଆଉ ଚିନି ଶିରା ଦେଇ, ତାକୁ ତେଲ, ଚିନି ଶିରା ଆଉ କାଜୁ, ଜିରା ଲଙ୍କା ଗୁଣ୍ଡ ଏସବୁ ଦେଇ ତାକୁ ଜୁଆଇ ଦେବି। ଆଉ ଜୁଆଇ ଦେଲା ପରେ କ'ଣ କରିବି ନା, ତାକୁ ଘର ଲୋକକୁ କିଛି କିଛି ଦେବି, ମୁଁ ବି ଟିକେ ଟିକେ ଖାଇବି। ଚାମଚରେ ଟିକେ ଟିକେ ଖାଇଲେ ଭଲ ଲାଗିବ। ଆଉ ଆପଣମାନେ କୁହନ୍ତୁ କେମିତି ଲାଗିବ, ଚଖିଲା ପରେ କେମିତି ଲାଗିବ।